ନବୀନ ବାବୁ କ'ଣ ଫେମସ୍ କରେଇବେ? ତମେ ବଢ଼ିଆ ଫେମସ୍ କରେଇଛ। ତାପରେ କହୁଛ ଗୋଟେ ବର୍ଷ ପର୍ଯ୍ୟନ୍ତ ଚଳେଇ ନିଅ। ଆରେ ଚଳେଇ ନିଅ ନା ଦୌଡ଼େଇ ନିଅ? ତମେ ଡବଲ ଇଞ୍ଜିନ୍ ଲାଗିଛି, ତମେ ଚଳଉନ, ତମେ ଚଳାଅ। ଓଡ଼ିଶା ଆମର ନମ୍ବର ୱାନ୍ ପୁରା ଏସିଆରେ। କ'ଣ ପାଇଁ କହିଲେ ଆଜ୍ଞା? ଜଙ୍ଗଲ ସମ୍ପଦ ପାଇଁ। ଓଡ଼ିଶା ଏ ଶଙ୍ଖ କ୍ଷେତ୍ରରେ ଶଙ୍ଖ ବାଜିବା ଦରକାର, ଫୁଲ ମଉଳିବା ଦରକାର। ଫୁଲ ଫୁଟି କିଛି ଲାଭ ନାହିଁ। ଯେତେବେଳେ ଇଏ ମାଝୀ ବାବୁ ଆସିକି ଦୋଳି ଖେଳୁଛନ୍ତି ରଜରେ, ବୁଢ଼ା ଆସିକି ଆମ ପହଞ୍ଚିଗଲେ କେଉଁଝରରେ ନା, ବୁଢ଼ା ଆସିକି ପହଞ୍ଚିଗଲେ, ବୁଢ଼ାବୁଢ଼ୀ ପହଞ୍ଚିଗଲେ। ଆରେ ତମେ କ'ଣ ଦୋଳି ଖେଳିଲଣି ଏଠି ଆସିକି? ଦିଅ ଆମ ଭତ୍ତା ପଇସା ଦିଅ। ସେ ଦୋଳି ଖେଳିଲେ ଉଠିକି ପାର। ମୋ ଓଡ଼ିଶା ମାଆର, ଓଡ଼ିଶା ମାଟି ମାଆର ଯେଉଁ ଇଜ୍ଜତ ଟିକକକୁ, ସମ୍ମାନ ଟିକକକୁ ତମେ ନାଁ ଧରିବିନି, ମୁଁ ନାଁ ଧରିବିନି। ମୁଁ ଏଇ କେନ୍ଦୁଝର ମାଟିର ପୁଅ, ସିଏ ବି ସିଏମ୍, ସିଏ ବି କେନ୍ଦୁଝର ମାଟିର ପୁଅ, କିନ୍ତୁ ମୁଁ ନାଁ ଧରିବିନି। ଲୋକସା କରେଇଛ, ଯେତେବେଳେ ଓଡ଼ିଶାକୁ ମାଡ଼ି ହେଲା ସବୁ ଲୁଟି ନେଉଛ ତମେ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଆଜିର ମଞ୍ଚସ୍ଥ ନାଟକ ଖେଳୁଛି ଓଡ଼ିଶା, ଖେଳୁଛି ଓଡ଼ିଶା। ଭାରତ ଭୂମିରେ ଓଡ଼ିଶା ହେବ ନମ୍ବର ୱାନ୍। କାଉଣ୍ଟର ଖୋଲା ଅଛି, କାଉଣ୍ଟର ଖୋଲା ଅଛି। ଚାଲ ମାଡ଼ି ଚାଲ, ଚାଲ ମାଡ଼ି ଚାଲ। ଆହୁରି 2 ବର୍ଷ ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ, କାଉଣ୍ଟର ଖୋଲା ରହିବ। ଆପଣ ଭାବୁଥିବେ ଇଏ କ'ଣ ପାଗଳ ହେଇଗଲା ନା କ'ଣ? ଆଜ୍ଞା, ଏସବୁ ଜିନିଷ ଦେଖି ମୁଁ ତ ଏତିକି ଅବସ୍ଥାରେ ଅଛନ୍ତି, ଆପଣଙ୍କୁ ନେଉରା ହେଉଛି ଏସବୁ ଦେଖନ୍ତୁ ନାହିଁ। ଆଉ ଯଦି ଦେଖିବା ପାଇଁ ଚାହୁଁଛନ୍ତି ପୁଣି ଦେଖନ୍ତୁ। ଆଉ ମୋର ଯେଉଁ ଅବସ୍ଥା ହେଇଛି, ଆପଣଙ୍କର ଅବସ୍ଥା ଆଉ କ'ଣ ହେବ ଆପଣ ଜାଣିପାରୁଥିବେ। 24 ବର୍ଷ ଶାସନରେ ଏମିତି କେବେ ହେଇନି। ଦେଖନ୍ତୁ, ଏ କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଆରେ ଯେତେ କଥା ଆମ ଭିତରେ ଥିଲା, ଆମ ଓଡ଼ିଶା ମାଟି ମା ତାକୁ ଜାକିକି ରଖିଥିଲା। ଲେକିନ୍ ବର୍ତ୍ତମାନ ଆମେ ଯେତେବେଳେ ପଦାକୁ ଗୋଡ଼ କାଢ଼ି ବାହାରିବେ, ପଡ଼ୋଶୀ କ'ଣ କହିବେ? ପଡ଼ୋଶୀ ମାନେ ବୁଝିପାରୁଛନ୍ତି? ଯେତେବେଳେ ଓଡ଼ିଶାରୁ ଆପଣ ଗୋଡ଼ କାଢ଼ିକି ପଦାକୁ ବାହାରିବେ, ଏପଟେ ତେଲେଙ୍ଗାନା, ଏପଟେ ମଧ୍ୟପ୍ରଦେଶ, ଏପଟେ ଝାଡ଼ଖଣ୍ଡ, ଏପଟେ ଛତିଶଗଡ଼, ଏପଟେ ବିହାର, ଏପଟେ ଅଛି ପଶ୍ଚିମବଙ୍ଗ, କ'ଣ କହିବେ? ଇରେ ତମର ଏମିତି କ'ଣ ହେଉଛି? 1800 ଭୁଲ, ଏବେ ତମର ଏସବୁ କ'ଣ ଖେଳ ହେଉଛି? ପୁରା ତମେ ଓଡ଼ିଶାକୁ ଫେମସ୍ କରେଇଦେଲ ବା। ନବୀନ ବାବୁ କ'ଣ ଫେମସ୍ କରେଇବେ? ତମେ ବଢ଼ିଆ ଫେମସ୍ କରେଇଛ। ବାହ, ଆପଣ ଦେଖନ୍ତୁ ଟିକେ। लेकिन उड़ीसा की किताबों ने न्यूटन को ही ऊपर उड़ा दिया, इतना ऊपर कि वैज्ञानिक से सीधे पायलट बना डाला। यानी आदमी ने पूरी जिंदगी लैब में। उड़ीसा में पहली क्लास से लेकर 8वीं क्लास तक जारी की गई किताबों में हैरान कर देने वाली गलतियां सामने आई हैं, या यूं कहें कि किताबों में गलतियों का वर्ल्ड कप खेला गया है। उड़ीसा के शिक्षा विभाग की बात, जिसने स्कूली पाठ्यक्रम की किताबों में गलतियों का रिकॉर्ड बना दिया है। सोचिए अगर कोई आपसे कहे कि न्यूटन वैज्ञानिक नहीं बल्कि महान पायलट थे, तो आपको कैसा लगेगा? 1 से 8 तक की किताबें बटने को पहुंच गई, बट भी गई, और पता चला कि उन किताबों में 1 नहीं, 2 नहीं, 1678 गलती। ଦେଖିଲେ ଟି କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଆଉ କ'ଣ କୁହାଯାଇପାରିବ? ମାନେ ଓଡ଼ିଶା ଯେତିକି ଥିଲା ଭିତରେ ଥିଲା, ଏବେ ବାହାରକୁ ପୁରା ମାନେ ପ୍ରସ୍ଫୁଟିତ ହୋଇଯାଇଛି, ପରିପ୍ରକାଶିତ ହୋଇଯାଇଛି। ବୀର ଦର୍ପରେ ଆମେ ଗର୍ବର ସହକାରେ କହିବା ଯେ ଆମେ ଓଡ଼ିଶାବାସୀ। କ'ଣ ରେ 24 ବର୍ଷର ଶାସନ କାଳ ଯେବେଠୁ ମୁଁ ଜନ୍ମ ହୋଇଛି ଏମିତି କେବେ ଦେଖିନଥିଲି। ମୋ ଓଡ଼ିଶା ମାଆର, ଓଡ଼ିଶା ମାଟି ମାଆର ଯେଉଁ ଇଜ୍ଜତ ଟିକକକୁ, ସମ୍ମାନ ଟିକକକୁ ତମେ ନାଁ ଧରିବିନି, ମୁଁ ନାଁ ଧରିବିନି। ମୁଁ ଏଇ କେନ୍ଦୁଝର ମାଟିର ପୁଅ, ସିଏ ବି ଯିଏ ବର୍ତ୍ତମାନ ଶାସନରେ ଅଛନ୍ତି ସିଏମ୍, ସିଏ ବି କେନ୍ଦୁଝର ମାଟିର ପୁଅ, କିନ୍ତୁ ମୁଁ ନାଁ ଧରିବିନି, ନାଁ ଧରିବିନି, ନାଁ ଧରିବିନି। ଯାହା ଅବସ୍ଥା ତମେ ଲୋକସା କରେଇଛ, ଏ 2.5 ବର୍ଷରେ ଏତିକି କରିସାରିଲଣି। 1700 ଭୁଲ, 1800 ଭୁଲ। ବାହାର ଲୋକ କହୁଛନ୍ତି, ଆମ ଘର ଲୋକ କହିଲେ କିଛି ଅସୁବିଧା ନାହିଁ, ବାହାର ଲୋକ କହିଲେଣି। ଏ ପୁରା ଭିଡ଼ିଓ ମୁଁ ଆପଣଙ୍କୁ ଦେଖାଇ ପାରୁନି, ମୋର ଇଚ୍ଛା ଅଛି ପୁରା ଆପଣ ଦେଖନ୍ତୁ, ଯଦି ସାହସ ଅଛି ଦେଖନ୍ତୁ। ମୁଁ ତ ଦେଖିପାରିଲିନି, କପିରାଇଟ୍ ଯୋଗୁଁ ବି ମୁଁ ପୁରା ଦେଇପାରୁନି। ଆପଣ ଚାହିଁଲେ ଦେଖିପାରିବେ, ଏସବୁ ଜଣାଶୁଣା ନ୍ୟୁଜ୍ ଚ୍ୟାନେଲ୍। ଇରେ ଦିନେ ନାହିଁ କାଣେ ନାହିଁ ଗହ୍ମା ପୁନେଇରେ ମାଇଁ ତମର ମାନେ ଯେବେ ନଥିଲା, ଯେତେବେଳେ ଓଡ଼ିଶାକୁ ମାଡ଼ି ହେଲା ସବୁ ଲୁଟି ନେଉଛ ତମେ। ଗୁଜୁରାଟ ଗାଡ଼ି ଆସିକି ଲାଗିଯାଉଛି, ଜଳ ସମ୍ପଦ, ଗଛ ଲତା, ଆମର ଯେତିକି ଓଡ଼ିଶାର ସମ୍ପଦ ଅଛି। ଓଡ଼ିଶା ଆମର ନମ୍ବର ୱାନ୍ ପୁରା ଏସିଆରେ। କ'ଣ ପାଇଁ କହିଲେ ଆଜ୍ଞା? ଜଙ୍ଗଲ ସମ୍ପଦ ପାଇଁ। ଓଡ଼ିଶା ଏ ଶଙ୍ଖ କ୍ଷେତ୍ରରେ ଶଙ୍ଖ ବାଜିବା ଦରକାର, ଫୁଲ ମଉଳିବା ଦରକାର। ଫୁଲ ଫୁଟି କିଛି ଲାଭ ନାହିଁ। ହେଲା, ଆରମ୍ଭ ହେଇଗଲାଣି 2029ରେ ଯେଉଁ ଏବେ ଗଞ୍ଜାମର 1000 ସଦସ୍ୟ
ଫୁଲରୁ ଚେଞ୍ଜ ହେଲେ ଶଙ୍ଖକୁ ଆହା କାଲି ତ ହେଇଛି ଆଉ କ'ଣ। ଏ ଭିଡ଼ିଓ ଆପଣ ଚାହିଁଲେ ଦେଖିପାରିବେ, ମୁଁ ଥମ୍ବନେଲ୍ ପୁରା ଦେଇଦେଉଛି, ତଳେ ଡେସ୍କ୍ରିପସନ୍ ବି ଦେଇଦିଏ, ଆପଣ ଦେଖିପାରିବେ। ଏପଟେ ଆହୁରି ଦେଖନ୍ତୁ ଆଜ୍ଞା କ'ଣ ହେଇଛି, ଯେତେବେଳେ ଇଏ ମାଝୀ ବାବୁ ଆସିକି ଦୋଳି ଖେଳୁଛନ୍ତି ରଜରେ, ବୁଢ଼ା ଆସିକି ଆମ ପହଞ୍ଚିଗଲେ କେଉଁଝରରେ ନା, ବୁଢ଼ା ଆସିକି ପହଞ୍ଚିଗଲେ, ବୁଢ଼ାବୁଢ଼ୀ ପହଞ୍ଚିଗଲେ, ଆରେ ତୁମେ କ'ଣ ଦୋଳି ଖେଳିଲଣି ଏଠି ଆସିକି, ଦିଅ ଆମ ଭତ୍ତା ପଇସା ଦିଅ। ସେ ଦୋଳି ଖେଳୁଥିଲେ ଉଠିକି ପାର ଆଉ କହିଲେ କ'ଣ ଚେହେରା ଦେଖେଇବେ ଆଉ। 3,500 ଟଙ୍କା ତୁମେ ଦେବ କହିଥିଲ, 3,500 ଦେବ କହିଥିଲ, 1,000ଟି ଟଙ୍କା ଯାଉନାହିଁ ତୁମ ହାତରୁ, ମାନେ ତୁମେ ଦେଇପାରୁନ। ସେଇ 1,000ଟି ଟଙ୍କା ପାଇଁ ଆମର ଜଣେ ମା', ସେଇ ଗଞ୍ଜାମର ହିଁ, ସେଇ ସାବିତ୍ରୀ ଦୋରା ମଲା, ତାର ଥମ୍ବନେଲ୍ ଦେଇଦେଉଛି, ଆପଣ ପୁରା ଭିଡ଼ିଓ ଯାଇକି ଦେଖିପାରିବେ, ଡେସ୍କ୍ରିପସନ୍ରେ ମୁଁ ତାର ଭିଡ଼ିଓ ବି ଦେଇଦେବି। ଏହିସବୁ କଥା ହେଉଛି। ଆପଣଙ୍କର ଭଲ ପାଇବା ଯେଉଁ ଦେଲେ, ନିଶ୍ଚିତ ଭାବରେ ଆଜ୍ଞା ସମସ୍ତେ ଭଲ ପାଇବା ଦେବେ, ନବୀନ ବାବୁ କିଏ ନ ଜାଣେ। ଯେଉଁ ଲେଗାସି ବିଜୁ ବାବୁ ଛାଡ଼, ତାଙ୍କ କଥା ତ କହିବା ତ ମାନେ ଏଠି ପାପ ହେବ। ତିନିଟା ଦେଶ ଯାହାକୁ ନାଗରିକତ୍ୱ ଦେଇଛନ୍ତି, ରଷିଆ, ଇଣ୍ଡୋନେସିଆ, ଭାରତ, ସେଇ ଲେଗାସିକୁ ନବୀନ ବାବୁ ଆଗେଇ ନେଇଥିଲେ। ମାନେ ସବୁଥର ଓଡ଼ିଶା ନମ୍ବର 1 ରହେ। କେଉଁଥିପାଇଁ ଆଜ୍ଞା, ଦେଉଳ ତୋଳିକି। ଆଉ ତମେ ରାସ୍ତାରେ କରିକି ନମ୍ବର 1 ହେଉଛ। 2.5 ବର୍ଷରେ ତମେ ଏଇସବୁ କରିସାରିଲଣି, ଆହୁରି 2.5 ବର୍ଷ ଅଛି। ଦେଖନ୍ତୁ ଆହୁରି କ'ଣ ହେଇଛି ଆଜ୍ଞା। ଏଠି 2 ବର୍ଷ ପୂର୍ତ୍ତି ହେଲା ବୋଲି ତାଙ୍କୁ ସମ୍ମାନିତ କରାହେଇଛି। ଦେଖନ୍ତୁ ନାଁ ହିଁ ଭୁଲ, ପୁରା ନାଁଟା ହିଁ ଭୁଲ ତାଙ୍କର। ତ ଲେଖାଛି ପରଦର୍ଶନୀ। ଆରେ ପ୍ରଦର୍ଶନୀ ଲେଖିପାରୁନ, ପରଦର୍ଶନୀ ନା ନିଜ ଦର୍ଶନୀ, କ'ଣ କରୁଛ ତମେ? ମାନ୍ୟବରକୁ ଲେଖାଛି ମନ୍ୟବର। BDO ଅଛନ୍ତି, ସମସ୍ତେ ଅଛନ୍ତି, ମାନେ IAS ଅଫିସର ଅଛନ୍ତି, ସେମାନେ ବି ତାକୁ କରେକ୍ସନ୍ କରିପାରୁନାହାନ୍ତି, ସେମିତିକୁ ଯେମିତି ଅଛି। ଓଡ଼ିଶାରେ ଯେଉଁ ଭୁଲଭାଲ ହେଲା, ଯେଉଁ ଯେତିକି ତୁମେ ସବୁ ଲେଖାଲେଖିରେ ଭୁଲଭାଲ କରିଛ, ପାଠ୍ୟପୁସ୍ତକ ତୁମେ କହୁଛ କ'ଣ ନା ବର୍ଷେ ପର୍ଯ୍ୟନ୍ତ ସିଏ ସେଟାକୁ ଚଲେଇବେ। ଆରେ ବର୍ଷେ ପର୍ଯ୍ୟନ୍ତ ଯଦି ଏତିକି ଭୁଲ ଚଲେଇବେ, 1700-1800 ଭୁଲ, ସିଏ ପୁଣି ଶିକ୍ଷକ ତାକୁ କରେକ୍ସନ୍ କରିବେ, ସଂଶୋଧନ କରିବେ। କାଲି ସକାଳୁ ଉଠିକି ଯଦି ସେଇ ଛୁଆଟି କହେ ମୋ ମା' ହେଉଛି ମୋ ମାଉସୀ, ତାହେଲେ ଭୁଲ କ'ଣ ଆଜ୍ଞା? ଆରେ ଯେଉଁ ମୁଁ କହିଥିଲି ଏଇ ଭିଡ଼ିଓ ବି ଆପଣ ଦେଖନ୍ତୁ ଜାଣିପାରିବେ, ଥମ୍ବନେଲ୍ ଦେଇଦେଉଛି ଆଜ୍ଞା। ଶୁଣଲୋ ସଖୀ, କୁକୁଡ଼ା ଆମର ଜାତୀୟ ପକ୍ଷୀ, କିଛି ଅସୁବିଧା ନାହିଁ। କୁକୁଡ଼ା ଭଳିଆ ପକ୍ଷୀ ଆମର ଜାତୀୟ ପକ୍ଷୀ ହେବା ଦରକାର। ମୋତେ ହସ ଲାଗୁଛି, ମୁଁ ହସିବି ନା କାନ୍ଦିବି, କ'ଣ କରିବି କିଛି ବୁଝିପାରୁନାହିଁ। 24 ବର୍ଷର ବିଶାଳ ବିଶ୍ୱସ୍ତ ଶାସନରେ ଏମିତି କେବେ ହେଇନଥିଲା ରେ। ଓଡ଼ିଶା ମା' ମାଟିକୁ ତମେ ମାନେ ନମ୍ବର 1 କରିବା ଚକ୍କରରେ ଏମିତି ନମ୍ବର 1 କରିଦେଲ ଯେ ମାନେ ଲୋକ ହସୁଛନ୍ତି ଆମ ଉପରେ। ଆମେ ଯଦି ମୁଁ ମୁମ୍ବାଇ ଯିବି ଏବେ, ଲୋକ କହିବେ, ପୁଣି ଆଉଥରେ ଲୋକ କହିବେ ମୁଁ ଚେହେରା କେମିତି ଲୁଚେଇବି। ଆମର ଚେହେରା ଲୁଚେଇବା, ଘରେ ଯାଇକି ମୁଣ୍ଡରେ ଗାମୁଛା ଦେବା ଅବସ୍ଥା ଆସିଗଲାଣି। ଆଉ ପଦାକୁ କେମିତି ବାହାରିବ? କାଲି ଯେତେବେଳେ ପଦାକୁ, କାଲି କ'ଣ ଏବେ ଯେତେବେଳେ ପଦାକୁ ଗୋଡ଼ କାଢ଼ି ବାହାରିବା, ଲୋକ କ'ଣ କହିବେ? ତମର ଏମିତି ଶିକ୍ଷା ଶାସନ ବ୍ୟବସ୍ଥା କେବେ ହେଇନଥିଲା। 1800 ଭୁଲ, 1 ନାହିଁ, 2ଟା ନାହିଁ, 3ଟା ନାହିଁ, 4ଟା ନାହିଁ, 5ଟା ନାହିଁ, 6ଟା ନାହିଁ, 1800 ଭୁଲ। ଆରେ 1800 କେତେ ଦେଖିଛଟି? 1800ଟା କେତେ ଦେଖାଯାଏ ଜାଣିଛଟି? ତାପରେ କହୁଛ 1 ବର୍ଷ ପର୍ଯ୍ୟନ୍ତ ଚଳେଇ ନିଅ। ଆରେ ଚଳେଇ ନିଅ ନା ଦୌଡ଼େଇ ନିଅ? ତମେ ଡବଲ ଇଞ୍ଜିନ୍ ଲାଗିଛି, ତମେ ଚଳଉନ, ତମେ ଚଳାଅ। ହେରା ମାନେ ହସି ଆପଣ ନିଜେ କହୁନାହାନ୍ତି, ମୋତେ ଖାଲି ଏତିକି କହିଦିଅନ୍ତୁ, ହସିବି ନା ମୁଁ କାନ୍ଦିବି? କିଛି କହି ହେଉନି। ମାନେ ଏଇଟା ଅଜାଗା ଘା ନା, ଅଜାଗା ଘା। ସହି ବି ହେଉନି, କାହାକୁ ଦେଖେଇ ବି ହେଉନି। କ'ଣ କରାଯିବ? ଓଡ଼ିଶାରେ ଓଡ଼ିଆକୁ ଅସମ୍ମାନ, ଓଡ଼ିଶାରେ ଓଡ଼ିଶା ଭାଷାକୁ ଅସମ୍ମାନ, ଓଡ଼ିଶାରେ ମା' ମାନଙ୍କର ମାନେ ଯେଉଁ ଦଳରେ ନାରୀ ନେତ୍ରୀ ଅଛନ୍ତି, ସେ ପ୍ରିୟଦର୍ଶିନୀ ମହାଶୟଙ୍କୁ କହିନିଅନ୍ତୁ, କିମ୍ବା ଏପଟେ ଏ ଓଝାକୁ କହିନିଅନ୍ତୁ, କିଛି ହେଉନି। ୟାର ଭିଡ଼ିଓ ମୁଁ ପକାଇଛି, କାଲି ଭିଡ଼ିଓ ପକାଇଥିଲି, ଆପଣମାନେ ବହୁତ ଭଲ ପାଇବା ଦେଲେ। କେମିତି 1000 ଆମର ସାଂସଦ ଚେଞ୍ଜ ହେଲେ ଦେଖନ୍ତୁ, ମାନେ ସଦସ୍ୟ ଚେଞ୍ଜ ହେଲେ କେମିତି ଦେଖନ୍ତୁ। ୟାର ଥମ୍ବନେଲ୍ ମୁଁ ଦେଇଦେଉଛି, ଡେସ୍କ୍ରିପସନ୍ ଦେଇଦେଉଛି, ଆପଣ ଯାଇକି ଦେଖିପାରିବେ। ଆପଣ ବହୁତ ଭଲ ପାଇବା ଦେଲେ। ଆଉ ସତ କଥା, ବିଜେଡ଼ି ଶଙ୍ଖ ବାଜିଲା ବର୍ତ୍ତମାନ, ଆଉ ଟେନସନ୍ ନାହିଁ, ଶଙ୍ଖ ବାଜିବା ଆରମ୍ଭ ହୋଇଯାଇଛି। ସେକେଣ୍ଡ ଜିନିଷ ହେଉଛି, ଏଥିରେ ବି ଆପଣ ଭଲ ପାଇବା ଦେଲେ। ଯଦି ବିଜେଡ଼ି ସପୋର୍ଟ କରିନଥାନ୍ତା, ତାହେଲେ ଆମର ଇଏ ଚାମେଲି ଝିଅ ଚାମେଲି ବି ବଞ୍ଚିକି ଠିକ୍ସେ ଆସିପାରିଥାନ୍ତା ବୋଲି ମୋର ଆଶା ଆଉ ଭରସା ନଥିଲା। ତାର ବି ଗୁଡ଼େ ଭିଡ଼ିଓ ମୁଁ କରିଛି, ମାନେ ଥମ୍ବନେଲ୍ ଦେଇଦେଉଛି, ଡେସ୍କ୍ରିପସନ୍ ଦେଇଛି, ଆପଣ ଚାହିଁଲେ ଦେଖିପାରିବେ। ଆପଣଙ୍କୁ ଭଲ ଲାଗିବ, ଯଦି ଇଣ୍ଟରେଷ୍ଟ ଥିବେ ଆପଣ ନିଶ୍ଚୟ ଦେଖିପାରିବେ। ସବୁ ଆମ ଓଡ଼ିଶାର କଥା ଆଜ୍ଞା। ଚାମେଲି କିଏ କି? କ'ଣ ବାହାର ଝିଅ? ଆରେ ଆମ ପ୍ରତିଟି ଘରର ଝିଅ ହେଉଛି ଚାମେଲି।
ତା ସହିତ ସିନା ଏସବୁ ଜିନିଷ ହେଇଗଲା। ଆମେ ଯଦି ସ୍ୱର ଉତ୍ତୋଳନ କରିଥାନ୍ତେ ଆମ କାହାର ସହିତ ଏମିତି ହେଇଥାନ୍ତା ତାହେଲେ ଆଜ୍ଞା ଆପଣ କହୁନାହାନ୍ତି ହସିବା ନା କାନ୍ଦିବା? ଆଜିର ମଞ୍ଚସ୍ଥ ନାଟକ ଓଡ଼ିଶା ପରିଚିତ ହେଲା, ଓଡ଼ିଶା ହେଲା ନମ୍ବର 1। ଆଜିର ମଞ୍ଚସ୍ଥ ନାଟକ ଓଡ଼ିଶା ହେଲା ନମ୍ବର 1 ପୁରା ଭାରତ ବର୍ଷରେ। ଆଗେଇ ଚାଲିଛି ଫୁଲଗଣ ନାଟ୍ୟ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।